ଭୁବନେଶ୍ୱର ଖଣ୍ଡଗିରି ଥାନା ପେଟ୍ରୋଲିଂ ଟିମ୍ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ 4 ଜଣ ଅଭିଯୁକ୍ତଙ୍କୁ ବରମୁଣ୍ଡା ମଶାଣି ନିକଟରୁ କାବୁ କରିବାରେ ସକ୍ଷମ ହୋଇଛି। ଯାଞ୍ଚ ପରେ ସେମାନଙ୍କଠାରୁ ବସ୍ତାରେ ଥିବା ମୋଟ 22 କିଲୋଗ୍ରାମ ଓଜନର ଗଞ୍ଜେଇ, ଗୋଟିଏ କାର ଏବଂ ନଗଦ 1000 ଟଙ୍କା ଜବତ କରିଛି। ପଚରା ଉଚରା ପରେ ଅଭିଯୁକ୍ତମାନେ ଏହି ବେଆଇନ ଗଞ୍ଜେଇକୁ ଫୁଲବାଣୀ ଅଞ୍ଚଳରୁ ସଂଗ୍ରହ କରି ଆଣି ଭୁବନେଶ୍ୱରର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ନେଇ ସୂଚନା ଦେଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ପକ୍ଷରୁ 875/2024 ମୂଳେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରକାଶ ଦିଗଲ, ସ୍ତ୍ରୀ ମଧୁସ୍ମିତା ଦିଗଲ, ପୁଅ ଦିଲ୍ଲୀପ ଦିଗଲ, ଅନ୍ୟ ଜଣେ ଭୀମସେନ ଦିଗଲ ବୋଲି ଜଣାପଡ଼ିଛି। ସମସ୍ତଙ୍କ ଘର ଫୁଲବାଣୀ ଅଞ୍ଚଳର।